ମୁଁ ତ ଭାବୁଛି ଯେ ସେ ଜଏନ୍ କରିବା କଥା 2 ବର୍ଷ ଆଗରୁ ଜଏନ୍ କରିବା ଉଚିତ ଥିଲା। ଆଇଏଏସ୍ ରୁ ରିଟାୟାର୍ଡ କଲା ପରେ ସେ ତ କ୍ଲାରିଟି ଥିଲା ଯେ ସେ ରାଜନୀତିକୁ ଆସିବେ, ସେଥିରେ କ'ଣ ଅଛି। ଏବଂ ସେ ନିଷ୍ପତ୍ତିଟା କେବଳ ନେବେ ଦଳର ସଭାପତି ନବୀନ ବାବୁ ନେବେ ସେ ନିଷ୍ପତ୍ତି। ଏବଂ ମୁଁ ତ ତମେ ମୋତେ ପଚାରୁଛ, ସେଠି ଯେଉଁମାନେ ରହିଛନ୍ତି ସେ ନେତାମାନଙ୍କୁ ପଚାର ଯେ ସେ କାହାକୁ ଡାକିଥିଲେ, ସେ କାର୍ଯ୍ୟକ୍ରମକୁ କାହାକୁ ଫୋନ୍ କରି ଡାକିଥିଲେ, ମୋତେ ଫୋନ୍ କରିଥିଲେ କି ମୋତେ ଡାକିଥିଲେ କି, ସେଟା ପଚାରୁନ। ନା ମୁଁ ଜାଣିନି, ଯଦି ସେ ସମୟ କମ୍ ଥିଲା ଡାକିବାରେ ତ ସେ କଥା ତ ଯଦି ସେ କହିସାରିଛନ୍ତି ତାହେଲେ ଆଉ ସେ ବିଷୟରେ ଚର୍ଚ୍ଚା କରିବାର କ'ଣ ଆବଶ୍ୟକତା ଅଛି। ନାଇଁ ସେଇଟା କାହିଁ ଡକାଗଲା ନାହିଁ, ମାନେ ସେଇଟା ଆସନ୍ତା ଦିନରେ ଆହୁରି ଟିକେ ସମୟକୁ ଅପେକ୍ଷା କର। ତମେ ତ ଅଧୈର୍ଯ୍ୟ ହେଇଯାଉଛ ନା ବାବୁ, ତମେ ଟିକେ ସମୟକୁ ମାନେ ଅପେକ୍ଷା କର, ଦେଖ ମାନେ କୁଆଡ଼ର ପାଣି କୁଆଡ଼କୁ ଯିବ, ସେଟା ସମୟ କହିବ କ'ଣ ହେବ। ବାକି ମୋ ପାଖରେ କିଛି ଖବର ନଥିଲା ସୁଜାତା ମାନେ ଜଏନ୍ କରିବେ, ମାନେ ଏମିତି ମୁଁ ଜଏନ୍ ତ କଲା ବେଳକୁ ପାଣ୍ଡିଆନ ବି ଯାଇକରି ନବୀନ ବାବୁଙ୍କ ରୁମ୍ରେ ଯାଇକରି ଜଏନ୍ କରିଥିଲେ, ବୁଝିଲ କି। ତ ସେଇଥିପାଇଁ ବି ସମସ୍ତଙ୍କୁ ଡାକିକିରି ଜଏନ୍ କରିବାର ବୋଧେ ଦେବୀବାବୁ ଯେଉଁଟା କହୁଛନ୍ତି ତାଙ୍କୁ ସେଭଳିଆ ଇନଷ୍ଟ୍ରକ୍ସନ୍ ବି ଥାଇପାରେ। ସେ କ'ଣ କରିବେ, ତାଙ୍କୁ ଯାହା ଇନଷ୍ଟ୍ରକ୍ସନ୍ ଦିଆଯିବ ସେ ସେୟା କରିବ। ତ ଏଥିରେ କାହାକୁ ମୁଁ ବି ମାନେ କହିପାରିବି ନାହିଁ ଯେ କିଛି ଇଣ୍ଟେନସନ୍ ତାଙ୍କର ଥିଲା ମୋତେ ନ ଡାକିବା ପାଇଁ କି କ'ଣ, ମୁଁ ସେଇଟା ବି କହିପାରିବି ନାହିଁ। ହଁ, ମୁଁ ତ ଗୋଟେ କଥା କ୍ଲିୟର କରି କହିଛି ଯେ ମୁଁ ଆଇ ଏମ୍ ମୋର୍ ୱିଥ୍ ନବୀନ ପଟ୍ଟନାୟକ ଯେତେବେଳେ ଜଏନ୍ କଲି ଦଳରେ, ଦେନ୍ ୱିଥ୍ ବିଜେଡ଼ି। ମୁଁ ସେଇଟା ସବୁବେଳେ କ୍ଲାରିଫାଏ କରିଛି ଯେ ଆଇ ଜଏନ୍ ନବୀନ ପଟ୍ଟନାୟକ ମୋର୍ ମାନେ ଏଜ୍ ଏ ମେମ୍ବର ଅଫ୍ ଦି ଫ୍ୟାମିଲି, ସେ ଅନୁସାରେ ମୁଁ ଜଏନ୍ କଲି। ଏବଂ ଦଳ ଯେତେବେଳେ ଯେଉଁ ଦାୟିତ୍ୱ ମୋତେ ଦେଲା ସବୁ ଦାୟିତ୍ୱ ମୁଁ କରି ଆସିଛି ଆଜି ପର୍ଯ୍ୟନ୍ତ। ଏବେ ତ ନୂଆ କଥା ନୁହେଁ ଯେ ବ୍ୟୁରୋକ୍ରେଟ୍ ଏଠି ଆସୁଛନ୍ତି ବୋଲି। ଆମ ସାଙ୍ଗରେ ମୁଁ ଥିଲି ଯେତେବେଳେ ରାଜ୍ୟସଭାରେ, ପ୍ରସନ୍ନ ବାବୁ ବି ଥିଲେ, ହୋମ୍ ସେକ୍ରେଟେରୀ ଯେ ଥିଲେ ଭାରତବର୍ଷର, ସେ ବି ଆସିଲେ, ଯେ ଡିଫେନ୍ସର ମେଜର ଜେନେରାଲ ଥିଲେ, ସେଇଟା କେବେ ଆମେ ଜାଣିନଥିଲୁ, ସେ ବି ଆସିଲେ। ଚିଫ୍ ଇଲେକ୍ସନ୍ କମିଶନର ବି ରିଟାୟାର୍ଡ କରିକିରି ଆସିଲେ, ସିଏଜିର ଚିଫ୍ ବି ଆସିଲେ। ଭାରତ ଅନେକ ନଜିର ଅଛି, ଓଡ଼ିଶାରେ ବି ନଜିର ଅଛି। ବିଜେପିରେ ବି ଆଜି ଆପଣଙ୍କର ଏମ୍ପି ଯେ ଏଠି ଅଛନ୍ତି ସେ ମଧ୍ୟ ମାନେ ଜଣେ ବ୍ୟୁରୋକ୍ରେଟ୍ ରିଟାୟାରମେଣ୍ଟ ନେଇକରି ସେ ତ ମାନେ ଗୋଟିଏ ଷ୍ଟେଜ୍ରେ ଶୁଣିବାକୁ ମିଳୁଥିଲା ଯେ ମାନେ ସେ ବିଜେଡ଼ିରୁ କ୍ୟାଣ୍ଡିଡେଟ୍ ହେବେ ବୋଲି। ତା ଭିତରେ କ'ଣ ରାଜନୀତି ହେଲା ଯେଉଁଥିପାଇଁ ତାଙ୍କୁ ବିଜେଡ଼ିରୁ ଟିକେଟ୍ ଦିଆଗଲାନି ବୋଲି। କିନ୍ତୁ ସେତେବେଳେ ବି ଶୁଣିବାକୁ ମିଳୁଥିଲା ଯେ ସେ ବିଜେଡ଼ିର ବି କ୍ୟାଣ୍ଡିଡେଟ୍ ହେଇଥାନ୍ତେ। ସେ ପାଣ୍ଡିଆନକୁ ଲୋକ ଗ୍ରହଣ କଲେନି ବୋଲି ତ ସେ ନିଜେ ଭାଇ କହିଲେ ଯେ ମୋ ଭୁଲ ପାଇଁ ସ୍ୱୀକାର କରିକିରି ସେ ତ ସନ୍ନ୍ୟାସୀ ନେଇ ସାରିଲା ପରେ ତାଙ୍କ ବିଷୟରେ ବାରମ୍ବାର ଆପଣ ମାନେ ଚର୍ଚ୍ଚା କରିବାଟା ମୁଁ ଭାବୁଛି ଠିକ୍ ନୁହେଁ ସବୁବେଳେ। ବୁଝିଲେ କି। ଏବେ ସୁଜାତା ତ ଜଏନ୍ କରିବାଟା ଇଜ୍ ନଟ୍ ଏ ମାନେ ନ୍ୟୁଜ୍ ଏଟ୍ ଅଲ୍। ସେଟା ସେ ଯେଉଁଦିନୁ ଆଇଏଏସ୍ ରିଟାୟାରମେଣ୍ଟ ନେଲେ ସେ ତ ସମସ୍ତେ ଜାଣିଛନ୍ତି ଯେ ସେ ନିଶ୍ଚିତ ଭାବରେ ବିଜେଡ଼ିରେ ହିଁ ଜଏନ୍ କରିବେ। ନା ଆମର ଦୁଇ ବନ୍ଧୁର ବୈଠକ ମାନେ କଥା କିଛି ନାହିଁ, ଆମେ ସବୁବେଳେ ବସୁ। ଆଜି କ'ଣ ନୂଆ ବସୁଛୁ ଆମେ ଛାତ୍ର ଜୀବନରୁ ମାନେ